ଶ୍ରୀମଦ୍ଭାଗବତ ଚତୁର୍ଥ ସ୍କନ୍ଧ ଷୋଡ଼ଶ ଅଧ୍ୟାୟ। ମୈତ୍ରେୟ ହରଷେ କହନ୍ତି ଶୁଣ ବିଦୁର ଶୁଦ୍ଧମତି। ମୈତ୍ରେୟ ଉବାଚ ଭୃଗୁ ଅଙ୍ଗିରା ଆଦି ଯେତେ ମୁନିଏ ମିଳିଲେ ସମସ୍ତେ। ଭାଳନ୍ତି ଅତି ମନ ଦୁଃଖେ ବ୍ରଜାରକ୍ଷଣେ ଅରାଜକେ। ବୋଲନ୍ତି ରାଜ୍ୟେ ନାହିଁ ରାଜା ଦୁଷ୍ଟେ ଲୁଟିବେ ଜନ ପ୍ରଜା। ଏମନ୍ତ ବିଚାରି ସମସ୍ତେ ବେଣର ଜନନୀ ଅଗ୍ରତେ। ପ୍ରଜାରକ୍ଷଣେ ଧର୍ମ କହି ସକଳ ଜନେ ରୁଣ୍ଡ ହୋଇ। ବିଚାର କରି ଅତିରେକେ ବେଣକୁ ରାଜ ଅଭିଷେକେ। ନିଜ ଭୁବନେ କଲେ ରାଜା ଯେଣେ ରକ୍ଷିତ ଜନ ପ୍ରଜା। ଦସ୍ୟୁ ଯେ ଥିଲେ ଦୁଷ୍ଟପଣେ ଲୁଟିବେ ବୋଲି ପ୍ରଜାଗଣେ। ବେଣର ରାଜପଣ କର୍ଣ୍ଣେ ଶୁଣି ଲୁଚିଲେ ଘୋର ବନେ। ପଶିଲେ ଘୋର ଗିରି ମାର୍ଗେ ଗରୁଡ଼ ଡରେ ଯେହ୍ନେ ନାଗେ। ବେଣ ରାଜ୍ୟରେ ରାଜା ହୋଇ ରାଜା ସମ୍ପଦେ ଗର୍ବ ବହି। ସ୍ୱଭାବେ ଦୁଷ୍ଟ ଦୁରାଚାର ନ କରେ ଧର୍ମର ବିଚାର। ଆତ୍ମାକୁ ସିଦ୍ଧ ପ୍ରାୟେ ମଣେ ଋଷିଙ୍କ ବଚନ ନ ଶୁଣେ। ଲଭିଣ ଅଶେଷ ବିଭୂତି ମାତିଲା ଯେହ୍ନେ ମତ ହସ୍ତି। କାଞ୍ଚନ ରଥେ ବିଜେ କରି ବୁଲନ୍ତେ କମ୍ପେ ବସୁନ୍ଧରି। ନିତ୍ୟେ ସେ ବିପ୍ରଙ୍କୁ ଅଣାଇ ବୋଲଇ କୋପଭର ହୋଇ। ଶୁଣ ହେ ବିପ୍ରେ ମୋର ବାଣୀ ମୁଁ ଏ ଜଗତେ ନୃପମଣି। ମୋହର ବଚନ ତୁମ୍ଭର ସ୍ୱଭାବେ ପାଳିବା ବେଭାର। ଦେଖ ମୋହର ବିନିଭୁଜ ଦିଗପାଳଙ୍କ ଇହ ତେଜ। ମୁଁ ଯେ ପ୍ରତ୍ୟକ୍ଷେ ଭଗବାନ ଦେଖ ମୋହର ବର୍ଣ୍ଣ ଚିହ୍ନ। ବ୍ରାହ୍ମଣ ଆଦି ଚାରି ବର୍ଣ୍ଣ ପାଶେ ବସାଇ ନୃପରାଣ। ବିଷ୍ଣୁର ବଚନ ପ୍ରକାଶୀ ମନ ଆନନ୍ଦେ ନୃପବଂଶୀ। ଆତ୍ମାକୁ ସିଦ୍ଧ ପ୍ରାୟେ ମଣି ବୋଲଇ ଅସମ୍ଭବ ବାଣୀ। ଶୁଣ ସକଳ ପ୍ରଜାଜନେ ବ୍ରାହ୍ମଣ ଆଦି ଚାରି ବର୍ଣ୍ଣେ। ମୋ ରାଜ୍ୟେ ଯଜ୍ଞ ନ କରିବ ପିତୃଦେବତା ନ ପୂଜିବ। ଦାନ ନ ଦେବ ବିପ୍ର ହସ୍ତେ ତୀର୍ଥେ ନ ଯିବ ପାଦଗତେ। ଆଗମ ନିଗମ ଏ ନୀତି ଯେ ଅବା ଶାସ୍ତ୍ର ମତ ଚିନ୍ତି। ସଂସାରେ ଧର୍ମ କର୍ମ ଯେତେ ସକଳ ସମର୍ପିବ ମୋତେ। ମୋତହୁଁ ବଡ଼ ନାହିଁ ଆନ ମୁଁ ଯେ ପ୍ରତ୍ୟକ୍ଷ ଭଗବାନ। ମୋହର ଜନ୍ମ କର୍ମ ଗୁଣ ସର୍ବେ ତାକର ଶିବ ଖାଣ। ମୋ ନାମ ଜପୁଥିବ ତୁଣ୍ଡେ ମୋତେ ପୂଜିବ ଯଜ୍ଞ କୁଣ୍ଡେ। ଯେ ମୋର ବୋଲ ନ କରିବ ମୋ ରାଜ୍ୟେ ଦଣ୍ଡେ ନ ରହିବ। ଜୀବନ ହରିବି ତାହାର ସର୍ପ ସମ୍ପଦ କରି ଦୂର। ଏମନ୍ତପୁର ରାମ ଦେଶେ ହସ୍ତିର କନ୍ଧେ ଭେରି ଘୋଷେ। ଘୋଷଣ ବାଜେ ସର୍ବଦେଶେ ଶୁଣି ସକଳ ଜନ ତ୍ରାସେ। ବେଣ ଆଜ୍ଞା ଶିରେ କଲେ ସକଳ ଧର୍ମ ଉପେଖିଲେ। ଜପନ୍ତି ତାର ନାମ ନିତ୍ୟେ ଭୟେ ଖଟନ୍ତି ପାଦଗତେ। ଏମନ୍ତ ରାଜା ଦୁଷ୍ଟପଣ ଦେଖି ଭାଳନ୍ତି ମୁନିଗଣ। ବୋଲନ୍ତି ଏ କୁଆରେ ଚାହିଁ ଏମନ୍ତ ଶୁଣିଲା ତ ନାହିଁ। ଭୂମିରେ ଯେତେ ରାଜା ଥିଲେ ଏମନ୍ତ କେବା ପ୍ରଚରିଲେ। ଯଜ୍ଞ ନ କଲେ ମେଘ ନାହିଁ ବୃଷ୍ଟି ନୋହିଲେ ଅନ୍ନ ନାହିଁ।
ଏ ପଞ୍ଚଯଜ୍ଞ କ୍ରିୟା ଲୋପେ ଅଧର୍ମେ ତ୍ରିଭୁବନ କମ୍ପେ। ଏ ଘୋର ସଙ୍କଟ ପଡ଼ିଲା ଉଭୟ ଲୋକନାଶ ଗଲା। ଏହାକୁ ଆମ୍ଭେ ରାଜା କଲୁ ସର୍ପକୁ କ୍ଷୀର ପିଆଇଲୁ। ସେ ଯେହ୍ନେ ବଢ଼େ ଅତି ଘୋରେ କ୍ଷୀରଦାତାର ପ୍ରାଣ ହରେ। ଆମ୍ଭେ ନ ବୁଝି କର୍ମ କଲୁ ବେଣକୁ ରାଜପଦ ଦେଲୁ। ଖଳକୁ ଦେଲୁ ରାଜ୍ୟବାସ ଆମ୍ଭେ ହୋଇଲୁ ଏବେ ନାଶ। ସୁନିଥା ଗର୍ଭୁଏ ସମ୍ଭୂତ ସ୍ୱଭାବେ ଯମସୁତାସୁତ। ଆମ୍ଭେ ଏହାର ପାଶେ ଯିବା ଧର୍ମ ବଚନ ବୁଝାଇବା। ଏ ଯେବେ ବୋଲ ନ କରିବ ଅଧର୍ମ ଦୋଷେ ନାଶ ଯିବ। ଏତେ ବିଚାରି ବିପ୍ରଜନେ ମିଳିଲେ ବେଣ ସନ୍ନିଧାନେ। କଲ୍ୟାଣ କରି ବେଦନାଦେ ବୋଧିଲେ ତାକୁ ସାମବାଦେ। ହେ ନୃପନାଥ ଶୁଣ ଧୀରେ ଯାହା କହିବୁ ତୋ ଚାମୁରେ। ଯେଣେ ହୋଇବ ତୋର ଲାଭ ଜଗତେ ଯଶ କୀର୍ତ୍ତି ଥିବ। ମନ ବଚନ ଦେହ ଗତେ ଯେ ପ୍ରାଣୀ ଥାନ୍ତି ଜନହିତେ। ଏବେ ଲୋକେ ସେ ଜିଣନ୍ତି ନ କଲେ ଜୀବନ୍ତେ ମରନ୍ତି। ପ୍ରଜାଏ ଧର୍ମ ଆଚରିଲେ ନୃପ ସମ୍ପଦ ବଢ଼େ ଭଲେ। ସେ ଧର୍ମ ଯେବେ ନାଶ ଯାଇ ନୃପ ସମ୍ପଦ ଆର କାହିଁ। ପ୍ରଜାଙ୍କୁ ନିଶ୍ଚିନ୍ତ ଯେ କରେ ଚୌର୍ଯ୍ୟାଦି ସର୍ବ ଭୟ ହରେ। ସେ ରାଜା ଇହ ପରଲୋକେ ଆନନ୍ଦ ମନେ ରହେ ସୁଖେ। ଯେ ରାଜା ରାଜ୍ୟପୁର ଦେଶେ ବିଷ୍ଣୁଙ୍କୁ ପୂଜନ୍ତି ହରଷେ। ବିଷ୍ଣୁ ପାଦୋଦକ ନିର୍ମାଲ୍ୟ ଯେ ସେବେ ସେହି ସେ ଅମୂଲ୍ୟ। ପ୍ରଜାଏ ନିଜ ଧର୍ମେ ଥାଇ ଆଶ୍ରମ ଧର୍ମ ପ୍ରଚାରଇ। ରାଜାର ଯଜ୍ଞେ ପୂଜା ପାଇ ବିଷ୍ଣୁ ସନ୍ତୋଷେ ଦୟା ବହି। ରାଜା ପରଜା ସୁଖେ ରହେ ଏ ଧର୍ମ ଚାରି ବେଦ କହେ। ବିଷ୍ଣୁର ପାଦ ପଦ୍ମ ତଳେ ଖଟନ୍ତି ସର୍ବ ଦିଗପାଳେ। ସୁଖ ଭୁଞ୍ଜନ୍ତି ସର୍ବକାଳେ ଏ କଥା ବିଦିତ ସୟଳେ। ସେ ସର୍ବଯଜ୍ଞମୟ ହରି ମନୁ ଦେବତା ଆଦି କରି। ସେ ହରି ଯଜ୍ଞେ ହେଲେ ତୋଷ ସଂସାରେ ରହିବ ତୋ ଯଶ। ସର୍ବଦେବତା ତାର ଦେହେ ବସନ୍ତି ଲୋମପନ୍ତି ପ୍ରାୟେ। ତାହାର ସଞ୍ଚିଲା ଜଗତ ତା ବିନୁ କେହି ନୋହେ ସତ୍ୟ। ସେ ସର୍ବଦେବମୟ ହରି ତାର ଚରଣେ ପୂଜା କରି। ଲଭିବୁ ସର୍ବସୁଖ ଭଲେ ଆମ୍ଭର ବାକ୍ୟେ ଧର୍ମ କଲେ। ସେ ହରି ଯେବେ ତୁଷ୍ଟ ହେବ କିବା ଅପ୍ରାପ୍ୟ ତୋର ଥିବ। ସର୍ବସମୃଦ୍ଧି ଲାଭ ପାଇଁ ଲୋକେ ଯେ ହରିଙ୍କୁ ଭଜଇ। ତୁ ତାଙ୍କ ଅନୁବର୍ତ୍ତୀ ହୋଇ ଆମ୍ଭ ବଚନ ରଖ ତୁହି। ସେ ହରି କଳଦେବ ମୂର୍ତ୍ତି ଯଜ୍ଞରେ ବ୍ରାହ୍ମଣ ପୂଜନ୍ତି। ତାହାଙ୍କ ପ୍ରତି ତୋ ହେଳନ ଉଚିତ ନୁହଁଇ ରାଜନ। ଋଷିଙ୍କ ବୋଲ ଶୁଣି କର୍ଣ୍ଣେ ବେଣ ବୋଲଇ କୋପ ମନେ। ବେଣ ଉବାଚ ତୁମ୍ଭେ ବାଳିଶ ବିପ୍ରଜନ ବାଳକ ପ୍ରାୟ ତୁମ୍ଭ ଜ୍ଞାନ। ଅଧର୍ମେ ଧର୍ମ ମାନ୍ୟ କର ଏ ନୋହେ ସ୍ୱଧର୍ମ ତୁମ୍ଭର। ଯୁବତୀ ନିଜ ସ୍ୱାମୀ ଛାଡ଼ି ଯାର ପୁରୁଷେ ଲୋଭ ବଢ଼ି। ତେମନ୍ତ ପ୍ରାୟେ ତୁମ୍ଭେ ମାନେ ମୋ ପାଦ ଛାଡ଼ି ଭଜ ଅନ୍ୟେ। ଏଣୁ ଏ ମୂଢ଼ ପ୍ରାଣୀ ଯେତେ ବର୍ତ୍ତନ୍ତି ଅଶାସ୍ତ୍ର ବିହିତେ। ବିଷ୍ଣୁ ସ୍ୱରୂପ ନରପତି ତାହାଙ୍କୁ ଅଶାସ୍ତ୍ର ବିହନ୍ତି। ତାହାଙ୍କ ଧର୍ମ ଜ୍ଞାନ ନାହିଁ ଉଭୟ ଲୋକେ ସୁଖ କାହିଁ। କେ ଯଜ୍ଞ ପୁରୁଷ ତୁମ୍ଭର ଯାର ଚରଣେ ସେବା କର।
ଯୁବତୀ କୁଳ ଧର୍ମ ଛାଡ଼ି ଯାରେ ଯେ ଶନେ ସେବା କରି। ଦେଖ ଏ ନୃପତି ଶରୀରେ ଦେବେ ବସନ୍ତି ଅଧିକାରେ। ବିଷ୍ଣୁ ବିରଞ୍ଚି ମହେଶ୍ୱର ଇନ୍ଦ୍ର ପବନ ଦିବାକର। ଯମ ପର୍ଜନ୍ୟ ଧନ ଦାତା ସୋମ ଧରଣୀ ଭସ୍ମ କର୍ତ୍ତା। ଜଳ ବରୁଣ ଆଦି ଯେତେ ସର୍ବେ ବସନ୍ତି ନୃପ ଗାତ୍ରେ। ଯେ ବର ଶାପ ଦିଅନ୍ତି ଲୋକେ ନୃପ ଶରୀର ଏକେ ଏକେ। ସକଳ ଦେବ ତେଜ ଆଣି ତେଣୁ ବୋଲାଇ ନୃପମଣି। ଏଣୁ ଏ ନରପତି ଦେହ ପ୍ରତ୍ୟକ୍ଷେ ସର୍ବଦେବମୟ। ଦୁର୍ଲଭ ନୃପତି ଶରୀର କିୟ ବା ଦେବା ପଟାନ୍ତର। ଏ ଦେହ ମହିମା ନ ଜାଣି ଅଧର୍ମ ଧର୍ମ ପରିମାଣି। ଏଣୁ ତୁମ୍ଭର କର୍ମ ଯେତେ ସେ ଧର୍ମେ ପୂଜା କର ମୋତେ। ମୋହର ଅଗ୍ରେ ବଳି କର ଏ ଧର୍ମ ସ୍ୱଧର୍ମ ତୁମ୍ଭର। ମୁଁ ଯଜ୍ଞ ଭାଗ ଆଗ ପାଇ ମୋତହୁଁ ଅନ୍ୟ ଦେବ ନାହିଁ। ମୈତ୍ରେୟ ଉବାଚ ଏମନ୍ତ ବିପରୀତ ଗତି ଭଜିଲା ପାପିଷ୍ଠ ନୃପତି। ମୁନିଙ୍କ ଅନୁମୟ ବାଣୀ ନିଶ୍ଚେନ କଲା ନୃପମଣି। ସ୍ୱଭାବେ ଦୁଷ୍ଟ ଅନର୍ଗଳ ଆତ୍ମାକୁ କଲା ଅମଙ୍ଗଳ। ଏମନ୍ତ ମୁନିଙ୍କ ବଚନ ଅବଜ୍ଞା କଲା ଦିନୁ ଦିନ। ଆତ୍ମପଣ୍ଡିତ ମନେ କରେ ମୁନିଙ୍କ ବଚନ ନ ଧରେ। ମୁନିଏ ଦିନେ ଦିନେ ଆସି ଧର୍ମ କହନ୍ତି ପାଶେ ବସି। କହନ୍ତି ଅନେକ ବିଶ୍ୱାସ ଦେଖାଇ ଜ୍ଞାନ ଉପଦେଶ। କେବେହେଁ ନ କଲା ବଚନ ମୁନିଙ୍କି କଲା ଅପମାନ। ତାହାର ଅଧର୍ମ ବିଶ୍ୱାସେ ମୁନିଙ୍କ ମନେ କୋପ ବସେ। ବୋଲନ୍ତି ଏକୁଆରେ ଚାହିଁ ଏହା ଜୀବନେ କାର୍ଯ୍ୟ ନାହିଁ। ଏହାର ଅଧର୍ମ ଆଚାରେ ପ୍ରଜାଏ ନଶିବେ ସଂସାରେ। ଅସାଧୁ ବୃତ୍ତି ଏହା ଦେହି ନୃପ ଆସନେ ଯୋଗ୍ୟ ନୁହେଁ। ଯେ ରାଜା ଲଜ୍ଜା ଦୂର କରି ନିନ୍ଦଇ ଯଜ୍ଞପତି ହରି। କେହା ସହେ ଦେହ ବହି ବେଣକୁ ରାଜପଦ ଦେଇ। ଏମନ୍ତେ ବେଣ ନାଶ ପାଇଁ ମୁନିଏ ମହାକୋପ ବହି। ହୁଙ୍କାର କରି ବେଦବାଣୀ ପ୍ରହାର କଲେ ଜଣେ ଜଣେ। ଅଚ୍ୟୁତ ନିନ୍ଦା ଫଳ ଥିଲା ତକ୍ଷଣେ ଦେହୁ ପ୍ରାଣ ଗଲା। ବେଣକୁ ନାସି ବିପ୍ରଜନେ ଗଲେ ସେ ଯେ ଯାହା ଭୁବନେ। ସୁନୀତି ପୁତ୍ରର ମରଣ ଦେଖି କରଇ ବିଚାରଣ। ଅବଶ୍ୟ ଏହାର ଶରୀରେ ପୁତ୍ର ଉପୁଜିବ ସଂସାରେ। ହୋଇବେ ପ୍ରଜାଜନେ ସୁଖୀ ଏତେ ବିଚାରି ଅଶ୍ରୁମୁଖୀ। ତୈଳ ଦ୍ରୋଣୀ ମଧ୍ୟେ ଥୋଇ ବେଣର ଶରୀର ପାଳଇ। ହେନ ସମୟେ ଏକ ଦିନେ ସରସ୍ୱତୀରେ ବିପ୍ରଜନେ। ନିଶ୍ଚିନ୍ତେ ପ୍ରାତଃସ୍ନାନ ସାରି ହେମେ ପୂଜିଲେ ନରହରି। ବିଷ୍ଣୁର କଥା ଗୋଷ୍ଠୀ କଲେ ଏମନ୍ତ ଉତ୍ପାତ ଦେଖିଲେ। ଶୁଭଇ ମୁଖ ରାବ ଘୋଷ ଭୟେ କମ୍ପନ୍ତି ଦଶ ଦିଶ। ପ୍ରଜାଏ ଭୟର ଆତୁରେ ପଳାନ୍ତି ବନ ଗିରି ଘୋରେ। ମୁନି ଚାହାନ୍ତି ଚାରିଦିଗେ ଧୂଳି ଉଡ଼ୟୁ ବାୟୁ ବେଗେ। ଦୁଷ୍ଟେ ଧାମନ୍ତି ଶସ୍ତ୍ର ଧରି ଡାକନ୍ତି ମାର ମାର କରି। ତାଙ୍କ ଚରଣ ଧୂଳି ବେଗେ ଆଚ୍ଛାଦି ଉଡ଼େ ଦଶ ଦିଗେ। ଦୁଷ୍ଟେ ଲୁଟନ୍ତି ପ୍ରଜା ଧନ ଅଦ୍ଭୁତେ ଶୁଭେ ଘୋର ସ୍ୱନ। ମୁନିଏ ପ୍ରଜା ଦୁଃଖ ଦେଖି ମନେ ହୋଇଲେ ଗୁରୁ ଦୁଃଖୀ। ବୋଲନ୍ତି କଲୁ ମନ୍ଦ କୃତ୍ୟ ପ୍ରଜାଏ ହୋଇଲେ ଅନାଥ। ଆମ୍ଭେ ତପସ୍ୟା କଥା ଜାଣି ରାଜ୍ୟକୁ ରାଜା ସେ କାରେଣି। ରାଜା ନଥିଲେ ପ୍ରଜା କାହିଁ ଏମନ୍ତ ବୋଲି ଦୟା ବହି।
बोलन्ति ब्राह्मण व्यवहारे संसारे पर उपकारे। समान दृष्टि जे ब्राह्मण शांति विवेक सुलक्षण। जेबे से दुखींक कुशले हेलारे विचार न करे। ता देखु त्वपहुच्छ हुए भग्न भंडारे क्षीर प्राये। एबे हे नहे से निरोध एमंत मणि शास्त्रवाद। बोलन्ति अंग राजा वंशे राजा धार्मिक विष्णु अंशे। से राजा गोविंद आश्रये प्रजा पालने स्नेह बहे। तार जन जीवन ए संसारे वर्तई पर उपकारे। एते विचारी विप्रवरे उरुमंथिले कुशसरे। बाहुक नामे नर अंशे अद्भुते होइला पुरुषे। काकहु कृष्ण अंग तार नासिका हनु भयंकर। हस्त चरण देह कृश ताम्बर प्राय मुंड केश। अरुण विराजे लोचन भ्रुकुटी कुटिल बदन। विप्रंक पादे शिर देई बोलोई कि करिबि मोहि। तार स्वरूप देखि मने विचार कले मुनि जने। देख अद्भुत एहा काए राज आसने योग्य नहे। एहाकु आम्भे राजा कले संसार नाशिब ए भले। एमंते विप्रे विचारिले निषाद बोली आज्ञा देले। बोइले बने हुओ राजा गिरी कानने पाओ पूजा। एमंत मुनिंक वचने सेहु पुरुष चले बने। ता वंश निषाद होइले गिरी कानन आश्रय कले। बेणर देहे पाप थिला निषाद रूपे बने गला। बोलई दास जगन्नाथ भाषा प्रबंधे भागवत। इति श्रीमद्भागवते महापुराणे पारमहंस्यां संहितायां चतुर्थस्कन्धे पृथुचरिते निषादोत्पत्तिर्नाम षोडशोऽध्यायः।